ফল এ গ্রাম সেবা ছাড়িলি সদর বাহার গুরুতম মাহার বাহার अरे नुरुतम आज्ञा अरे 144 तो आम किसी बुझी पारुनु 144 माने किसी बुझी पारु ना नहीं 144 माने 144 रे मुख जबान एथर बुझिले हस्तरे मुखटा पिंधिछि गोड़रे जोता मोड़ाइछि हस्तरे मुखटा पिंधिछि गोड़रे जोता मोड़ाइछि हेटी आज्ञा हावानी साट देहे लगाइछि अनिति बुलु थाई बड़ अवतार बाहार गुरुतम महार बाहार मत सऊ करे थाई पांचनु आदर महापाई मत सऊ करे थाई पांचनु आदर महापाई हेटी आज्ञा অফিসর মানে দেখিলে কুয়ন্তি বসন্তু চিয়ার উপর বাহার গুরুতম মাহার বাহার গড় কোলরে মো ঘর বালুকি সরঙ্গ চাহা কর কোলরে মো ঘর বালুকি সরঙ্গ চাহা কর হেটি আজ্ঞা হেতা বাড়ি খাই সেবা করুথাই দাণ্ড সফা করে দণ্ড নৃত্যর বাহার গুরুতম মাহার বাহার नुरुतम आज्ञा अरे कोपटे डाकुसंती এইপটে कोपटे এইপটে कोपटे আরে এইপটে শান্তা এইটি নমস্কার করু ହଉ ହଉ ଆରେ ସକାଳୁ ସକାଳୁ ଆସିଗଲ ଆଜ୍ଞା ମୋର ଗାଁ କଥା ବହୁ ଟିକେ ମନ ପଡିଗଲା ତ ହଁ ସେଇଥିପାଇଁ ଟ୍ରେନରେ ଆଇଲି ହେରି ଆଉ ଆମେ ପରା ଫୋନ କରୁଥିଲୁ ତତେ ଆସିବା ପାଇଁ ହଁ ହଁ ସେଇଥିପାଇଁ ବା ଜଲ୍ଦି ଆସିଲି ଟ୍ରେନରେ ହଁ ଏବେ ତ ଆସିଲ ଏବେ କଣ କରିବା କଣ କରିବା ଯେ କଣ ପାଇଁ ଫୋନ କରିଥିଲେ ଯେ ମତେ ଆରେ ଫୋନ କରୁଥିଲୁ କଣ ପାଇଁ କି କରମଳା ଠାକୁର ଆଜି ଆସିବେ ଆମ ଗାଁକୁ ନା କଣ ହଁ ବାଲିଙ୍ଗେଶ୍ୱରରେ ମହାକାଳୀ ଆସିବେ ଆମ ଗାଁକୁ ତ ହେ ଭଗବାନ ଯାହା ହଉ ମୁଁ ଆଜି ଟିକେ ଦର୍ଶନ କରିଦେବି ଆଉ ତୁ ଟିକେ ଦାଣ୍ଡ ଟିକେ ସଫା କରିଦେଇଥିଲେ ଠାକୁର ବିରାଜମାନ କରିଥାନ୍ତେ ଓହୋ ମତେ ଏଇ କଥା ଯଦି କହିଥାନ୍ତ ହଁ ମୁଁ ଆସିନଥାନ୍ତି କାହିଁକି ଇଏ କାମ 5-6 ମାସ ହେଲା ଛାଡି ଦେଇଛି
ପାଞ୍ଚ ଛଅ ମାସ ହେଲାଣି ଛାଡି ବହୁତ ଦେଇଛି। କଷ୍ଟ ଲାଗିଲା। ହଁ ହଁ ଆଉ କିଏ ସଫାସଫି କାମ କରିବ? ମଦ ମିଳୁନି କିଛି ନାହିଁ, ପଇସା ବି ଦଉନାହାନ୍ତି ଏ ଗାଁରେ। ଏଗାର ମୁଁ ସେଥିପାଇଁ ଛାଡ଼ିକି ପଳେଇଥିଲି ବାହାରକୁ। ଆଁ? ହଁ 5-6 ମାସ ହେଲା। କଣ କରିବା ଠାକୁରଙ୍କ କଥା। ଠାକୁରଙ୍କ କଥା କହୁଛ ହେଲେ କଣ କରିବା କହୁନାହାନ୍ତି? ଯାହା ମୋ ଦ୍ୱାରା କିନ୍ତୁ ହେଇପାରିବନି। ଆଁ? ଆଉ କାହା ଦ୍ୱାରା ହବ ଯଦି କରେଇ ଦିଅ, ମୋ ଦ୍ୱାରା ଯଦି ହେଇପାରିବ। ତୋ ଦ୍ୱାରା ନ ହେଇପାରିବ ତମର ତ ପୁଣି କିଏ ଥିବ। ମୋର ହଁ ମୋର ମୋର ହେ ଭଗବାନେ, ହେ ଶାନ୍ତେ, ହଁ କେଡ ବଡ ମୁଁ ଭୁଲ କରିଦେଲି। କଣ ହେଲା? 6 ମାସ ହେଲା ହଁ ଗାଁ ଛାଡିକି ଗଲାଠୁ ହଁ ଘରେ ମୋର ଗୋଟିଏ ବୋଲି ମାଇକିନାକୁ ଛାଡିକି ଯାଇଥିଲି। ବଢିଆ ହେଲା ଆଉ। ବଢିଆ କଣ ହେଲା? ଆରେ ତୁ ନ କଲେ ବି ତୋ ସ୍ତ୍ରୀଟା କାମ କରିଦବ ନା। ଆପଣ ମଣିଷଟି, କାଇଁ ମୁଁ ଅଣ୍ଡିଆ ଲୋକଟା ସିନା କାମ କରିବ, ମାଇକିନାରେ ସଫା କାମରେ ଲଗେଇବି। କଣ କରିବା? ତୁ ତ କହୁଛୁ ମୁଁ ଛାଡି ଦେଇଛି ହଁ ଠାକୁରଙ୍କ ମୁଁ କଥା। ଛାଡି ଦେଇଛି, କଣ ଛାଡି କରିବା? ଦେଇଛି। ତାଙ୍କୁ ଡାକି କାମଟା କରିଦେଲେ ଅସୁବିଧା କଣ ହବ? ଆପଣ ଭଲ କଥାଟେ କହୁଛନ୍ତି ଯେ, କିନ୍ତୁ ମୁଁ ପୁରା ନିଶାରେ ଉବୁଟୁବୁରେ ଅଛି। ହଁ ଆପଣ ଯଦି ଟିକେ ଡାକି ଦିଅନ୍ତେ ହଁ ବହୁତ ଟିକେ ଭଲ ହୁଅନ୍ତା। ମାନେ ତୋ ସ୍ତ୍ରୀ କି ମୁଁ ଡାକିଦେବି? କିଛି ଅସୁବିଧା ନାହିଁ, ହଁ ଆପଣ ଖାଲି ଡାକନ୍ତୁ, ଯାହା ଅସୁବିଧା ହବ ମୁଁ ବୁଝିବି। କଣ ବୋଲି ଡାକିବି? ତାକୁ ଆଁ? ତାକୁ ମୁଁ ଗୋଟେ ସ୍ନେହରେ ନାଁଟି ଡାକେ। ତାକୁ କଣ? ସ୍ନେହ ନାଁଟି ଡାକିଲେ ସେ ଦୌଡ଼ିକି ଆସିବ। କଣ ତା ସ୍ନେହ ନାଁଟା? ତା ନାଁଟା ହଉଛି ମନୋରମା। ମନୋରମା? ମନୋରମା ଡାକିଲେ ବୋଲି ଆସିବ? ଡାକିଲେ ସେ ଆସିବ। ଆଚ୍ଛା ଆଚ୍ଛା ହଁ ତାହେଲେ ଡାକିଲି। ହଁ ଆଉ ବ୍ରେକ୍ ଦିଅନି, ଡାକନ୍ତୁ ଖାଲି। ଅଇଲୋ କିଲୋ ହେ ମନୋରମା। କଣ ହେଲା? ତମେ କଣ କରିଦେଲ? କଣ କଲି? ଆରେ ମୁଁ ଆପଣଙ୍କୁ କେତେବେଳେ କହିଲି ମୋ ସ୍ତ୍ରୀ କି ଡାକିବାକୁ କହିଲ ଏ ସଭା ମଧ୍ୟରେକୁ? ତାପରେ ତୁ ପରା ଏଇନା କହିଲୁ ମତେ ଡାକିବାକୁ। ଆରେ ମୁଁ କେତେବେଳେ କହିଲି? କଣ ମୁଁ ମଦ ମିଶିଲା, ମୁଁ କଣ ମଦୁଆ? ଆଉ ତ ତମେ କଣ? କଣ ଭାବିଲ କହିଲ? ଆଁ? ଏ ତୁ ତ କହିବାରୁ ମୁଁ ଡାକିଲି, ତୁ ମୋ ଉପରେ ଏତେ କଣ ଗରମ ହଉଛୁ ଯେ? ଆଉ ଗରମ ହେବିନି? ତମେ ମୋ ନାଁରେ ମିଛ କଥା କହୁଛ? ଏବେ ଶୁଣ, ଆଁ? ଏବେ ତୋ ନିଜ ସ୍ତ୍ରୀ କି ତୁ ନିଜେ ଡାକେ। ହଁ ଏତେବେଳେ ଗୋଟେ କଥାଟି କହିଲ, ମୋ ସ୍ତ୍ରୀ କି ମୁଁ ଡାକିବି। ହଁ ହଇଲି କହିଲା ହେ ମନୋରମା ଜଲ୍ଦି ଆ। ହାଲୋ ହାଲୋ
ହଁ କାହିଁ ଡକାଇଲ କି? ହ୍ୟାଲୋ ଝିଅ ମୁଁ ତତେ ଡକେଇନି ମ ତୋ ସ୍ୱାମୀ ତତେ ଡକେଇଛି। ଏଠି ସାନ୍ତେ ଆପଣ ମିଛ କହିଲ। ହଁ ଆଜକୁ ସେ ବାଡି ପୋଷା 6-7 ମାସ ହେଲା ବିଦେଶ ଗଲାଣି ଯେ ହଁ ଅନେଇଲ ସାନ୍ତେ ହଁ ତାର ମୋର ଦେଖା ନାହିଁ କି ଦର୍ଶନ ନାହିଁ। ଆଚ୍ଛା ଆଚ୍ଛା ସେ ବାଡି ପଡା ମତେ ଫୋନ ଫାନ ବି କରୁନି। ଆଚ୍ଛା ତମେ ମତେ ମିଛ କହି ଭଣ୍ଡଉଛ କାହିଁକି? ଆରେ ମୁଁ କାହିଁ ତତେ ମିଛ କହି ଭଣ୍ଡେଇବି? ଏପଟେ ଦେଖିଲୁ ଇଏ କିଏ ଠିଆ ହେଇଛି? ଉଦ୍ଧବର ଏଇ ହାଡି ଆଣି ତଇ ସ୍ୱାମୀ କି ଭାଷଇ ବାଣୀ 6 ମାସ ହେଲା ଗଲ ପରବାସ ନ ଦେଇଣ ଅରଣ ପାଣି ଏ ଗୁଣମଣି ମୁଖେ ଲାଜ ନାହିଁ ପୁଣି ଏ ଗୁଣମଣି। କଣ ହେଲା? ନାଇଁ ତୁ ମଦ ବି ପଡି ଯାଇଥିବୁ। ଆରେ ଇଆଡେ କି ଗୋଟେ ଛମଛମ ଦୌଡ଼ିକି ଗଲା ରେ। ହଁ କିନ୍ତୁ ପାଉଜି ପିନ୍ଧିଥିଲା ଛମଛମ ସାଉଣ୍ଡ ଶୁଗୁଥିଲା। ଲାଗୁଛି ସେ ସ୍ତ୍ରୀ ଲୋକଟା ହେଇଥାଉ। ହଁ ତମକୁ ଶୁଖିଛି ଟି? ବାଡେଇ ଦେଇଗଲା। ଆରେ ହେ ହୟ ସାତେ ଆରେ ये पा मोरी आई आई ବାଡ଼ିକିଆ କୋଉ ମଦ ପିଇଛୁ କି ଆଇକି ମାଇକି ନା ଚିହ୍ନି ପାରୁନୁ? ମୋ ଆଇକି ଦେଖିବାରୁ ମୋର ଗୋଟେ ଗୀତ ମନେ ପଇଲା। ଦେଖେଇ କି ଗୀତ? ଯଦି ମୁଁ ତ ନିହାତି ଲାଗେ ରାତି ଅଧରେ ତମେ ସେଜରେ ମୁତି ଦବ। ମୋ ଆଈ ପାଖରେ ମୁଁ ଶୋଉଛି ମୋ ଆଈ ମୁତି ଦଉଛି ମୋ ପାଖରେ। ଏପର୍ଯ୍ୟନ୍ତ ଜାଣିପାରିଲୁ ନା ଆଇକି ମାଇକି ନା କୋଉ ମଦ ପିଇଛୁ? ଆସ୍କା ପଟେ ନା କଣ ପିଇଛୁ? ମୁଁ ରହିଲେ କିନି ହାଫ ଟା ମାରିଥିଲି ବର୍ତ୍ତମାନ ମ୍ୟାଜିମେଟର ରମ୍ ଟା ମାରି ଦେଇଛି। ଦେଖି ଦେଖି ତ ମୁହଁ ଦେଖି ହିଲୁ କଣ ହେଲା? ଆଇଏ ପୁରା ମୋରି ମାଇକି ନିଆ ଆଇ କହୁଥିଲୁ ଭଗବାନ ମୋରି ମାଇକି ନା ମତେ ତୁ ମତେ କଣ ପାଇଁ ମାଇଲୁ? ନା 6-7 ମାସ ହେଲା ବିଦେଶ ଗଲଣି। ଏଠି ଏକୁଟିଆ ରହିବି କେମିତି ଚଳିବି କେମିତି? ତୁ କେମିତି ଚଳିବୁ? ସେଇ ଖୁସିରେ ବାଡେଇଲି ଆଉ। ସେଇ ଖୁସିରେ ତୁ ରାଜା ବି ପଚାରିଲୁନି କେମିତି ରହିଥାନ୍ତୁ? ତୁ ମତେ କେମିତି ପଚାରୁଛୁ? ତୁ ଏଠି କଣ କରୁଥିଲୁ ମୁଁ କଣ ଜାଣିନି? କଣ କରୁଥିଲି? ରାଜ୍ୟ ସାଗର इधर आसो यहाँ पे ठिया हुओ। आलो बड़ी बड़ी केते कहू कटु आनी छतर खाई ओलानी आउ सकाळू उठिण करांडु तू हांडी छिछिला झुझुरी मुंडी रुटाण लोक रुटाण কোশিন পারিলু সবেরে ওলাজ করে ওলাজ ভুলিলু সারা মূল করে ওলাজ नाथ इयाडे आस तम मनर डाक इयाडे आस बाड़ीकी आसबू ना जीबी नाई मु माड़ खाइबी नाई हां हे तू एमिति बाडौछु
ଏ ଜାଗା ଅଜଗା କିଛି ଦେଖୁନୁ ଆଲୋ ମରି ଗଲି ମନୋରମା ଗୋଡ଼ ଧରୁଛି ଲୋ ମରିଗଲି ମନୋରମା ଛାଞ୍ଚୁଣି ମାଡ଼ ଖାଇଲ ଛାଞ୍ଚୁଣି ମାଡ଼ ଖାଇଲ ଦେହ ଥରୁଚିଲ ମରିଗଲି ମନୋରମା ରାତି ମାଇକି ନିଆ ହବା ମধ্যରେ ତୋର ଗୋଡ଼ ଧଇଲି ତଥାପି ତୁ ମତେ ବାଡ଼ଉଛୁ ହୟ ଶାନ୍ତେ ଆଏ ମୁଁ 6-7 ମାସ ବାହାରକୁ ଯାଇଥିଲି ଆଏ ଇଏ ପରା ରାଜୁ ଆଇ ସାଙ୍ଗରେ ନାର ନାର ହଉଥିଲା ମୁଁ ବାଟରେ ଆଇଲା ସେ ଟର୍ଣ୍ଣିଂ ପଏଣ୍ଟରେ ଦେଖିଦେଇଛି ସେଇଥିପାଇଁ ମତେ ବାଡ଼ଉଛି ମାଇପ ମାଡ଼ ଖିଆଟା ତୁ ଆଉ ଭଗବାନ ଶାନ୍ତେ ଆପଣ ଯୋଉ କଥା କହିଲେ ପୁରା ଛାତିକି ବାଧିଲା ଆଉ କଣ ତୁ ବାଡଉଛି ମାଇପଟା ତୋର ତୁ ଆଉ କଣ ଆଉ କୁହନି ବହୁତ ବାଧୁଛି ମାଇକିନା ଟା ବାଡେଇ ଦବ ଆଉ ମୁଁ ଛାଡିଦେବି କଣ କରିବୁ ଦେଖେଇ କଣ କରିବି ପୁଣି ଦେଖନ୍ତୁ ଆହୁରି ତାର ଗୟୁଛି ଆହୁରି ଖୋଳୁଛି ଆଲୋ ପର ପୁରୁଷରେ ମାତି ଦିନ ନେଲୁ ନ ଚିହ୍ନିଲୁ ମୋର ଆଉ ଗୃହରେ ନ ରହି ବାହାରେ ବୁଲୁ ତୁ ଭାବେଲି ଗରାଜ ଦିନ କରିବା ସେବା କରିବା ସେବା ବିଦାୟ ମାଗିର ବିବାହ କରିବା ସେବା ହୟ ଶାନ୍ତେ ତମେ ମତେ ଡକେଇ ଦେଲ ଏମିତି ଯୋଉ ମାଡ଼ଟା ଖୁଆଇଲ ତମକୁ କଣ ଭଲ ଲାଗୁଛି ଆରେ ମୁଁ ମାଡ଼ ଖାଇଲି କିଛି ଅସୁବିଧା ନାହିଁ ଏ ଠାକୁର ପରା ସବୁ ମାଡ଼ ଉଡେଇ ନେଇଯିବେ ଏମିତି ମାଡ଼ ମୋ ଜୀବନରେ ମୁଁ କୋଉଦିନ ଖାଇନଥିଲି ଆଉ ତୁ ପଇସା ପତ୍ର ଦଉନ ମାଡ଼ ଖାଇବୁ ନା କଣ କରିବୁ ଗୋଟେ କାମ କରେ କଣ କାମ କରିବି ତାକୁ ଟିକେ ବୁଝିଆ ବୁଝି କରେ ଦାଣ୍ଡ ସଫା ଟିକେ କରିଦଉ ଗେଲେଇକି ଟିକେ ସ୍ନେହରେ ଟିକେ କହ ଶାନ୍ତେ ତମେ ଯାହା କହୁଛ ମୁଁ ତମ କଥା ମାନୁଛି ହେଲେ କଣ କରିଛି କହିଲ କହୁନ ତା ପାଇଁ ପଇସା ପତ୍ର ଆଣିଥିଲି ମଦ ପିଇକି ଉଡେଇ ଦେଇଛି ଆଚ୍ଛା ଆଚ୍ଛା ତମେ ଯଦି କିଛି ପଇସା ଦିଅନ୍ତ ମୋ ମାଇକିନା ଦେଇକି ଟିକେ ପ୍ଲାନ କରନ୍ତି ଆଉ ହଉ ଠାକୁରଙ୍କ କଥା ମୁଁ କିଛି ପଇସା ଦେବି ଆଉ ଯାହା ଦରକାର ଦେବି ଦେବେ ହଁ ମୋର କିଛି ଦରକାର ନାହିଁ ମୋର ଖାଲି ପଇସା ଦରକାର ହଁ ମୁଁ ଦେବି ଆଉ ଦେବେ ହଉ ତାହେଲେ ଠିକ ଅଛି ଆଲୋ ଏ ମନୋରମା ମୁଁ କଣ କହୁଥିଲି କହିଲୁ ଟିକେ ଇଆଡ଼ିକି ଆସିଲୁ ଓ କି ସ୍ନେହ ଖାଲି ଝରି ପଡୁଛି ଇଆଡେ 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 ମତେ ହନାନି ଠାକୁରଙ୍କୁ ହନା ଠାକୁର ବହୁତ ବେଳୁ ଠିଆ ହେଲଣି ମା ବି ବହୁତ ବେଳୁ ଠିଆ ହେଲଣି ତୋର କିଛି କାମ ନାହିଁ ଜରୁରୀ କାଳୀନ ବୋଲି ତତେ ମୁଁ ଡାକିଲି ବୁଝିଲୁ ତ ପହଁରାଟାକୁ ଏପଟେ ଧରିଲେ କଣ କରିବୁ ଏପଟେ ଧର ଏଇପଟ ଏମିତି ଧରିବୁ ଏ ଦାଣ୍ଡଟାକୁ ଟିକେ ବଢିଆ ମାଗରେ ଟିକେ ସଫା କରିଦବୁ ଦାଣ୍ଡ ସଫା ହବଟି ହଁ ବୁଲୁନା ଆଉ ତୁ ଏତେ ଶାନ୍ତ ମୋ ସ୍ତ୍ରୀ କହିଲା କିଛି ଦରକାର ନାହିଁ ଖାଲି ସେମିତି ସଫା କରିଦବ ଦାଣ୍ଡ ସଫା କରିପାରିବିନି ତୁ କଣ ସଫା କରିପାରିବୁନି ଯେ ତୁ ମୋ ପିଠିଟାକୁ ସଫା କରିଦେଲୁ ଆଉ କଣ ସଫା କରିପାରିବୁନି କହୁଛୁ ହୟ ଶାନ୍ତେ ମତେ କହିଲା ମୁଁ ସଫା କରିପାରିବିନି କିନ୍ତୁ ମୋ ପିଠିଟାକୁ ଭଲ ମାଗରେ ସଫା କରିଦେଲା ଆରେ ତାର ସେ ଭାବିଲା ଦାଣ୍ଡଟା ହଉଛି ମୋ ପିଠି ବୋଧେ ଆଉ ଶୁଣୁ ତାର କଣ ଦରକାର ଥିବ ପଚାରେ ତାର ତ ପଇସା ଦରକାର ନାହିଁ ନା ତାର ଆଉ କଣ ଦରକାର ଥିବ ପଚାରେ ଆପଣ ଦେବେ ହଁ ଦିଆ ହବ ଆଉ କଣ କରିବା ଆଲୋ ଏ ମନୋରମା ତୋ ପାଇଁ ପଇସା ଆଣିଥିଲି ମଦ ପିଇକି ଉଡେଇ ଦେଇଛି ଶାନ୍ତଙ୍କୁ କହିଛି
ତୋର କଣ ଦରକାର କହ ପଇସା ହଉ ଯାହା ହଉ ତତେ ମୁଁ ଆଣିକି ଦେବି ଆଉ ନାଥ ମୋର ପଇସା ଦରକାର ନାହିଁ। ଆଉ ମୁଁ ଯଦି ଦାଣ୍ଡ ସଫା କରିବି ମୁଁ ଯାହା ମାଗିବି ମତେ ଦବଟି? ଦେବି ଆ ସାଙ୍ଗେ 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 ହଁ ଆପଣ ଦେବେଟି ହଁ ହଁ ଏ କହ କହ ସାଙ୍ଗେ ସାଙ୍ଗେ କହ ନାଥ ହଁ ମୁଁ ଯଦି ଦାଣ୍ଡ ସଫା କରିବି ମୋର ଗୋଟେ ଗଧ ଦରକାର। କଣ କହିଲୁ ଗଧ ଆରେ କାଗଜ ଗଧ ନା ଓରିଜିନାଲ ଗଧ ମୋର 2 ଗୋଡିଆ ଗଧ ଦରକାର। ଦି ଗୁଡିଆ ଗଧ ହଁ ହେ ଭଗବାନେ ତୁ ମତେ ଟିକେ ହନେଇଲୁ ଅଙ୍ଗନବାଡି ଯାଇଛୁ ହଁ ଛତୁଆ ଖାଇଛୁ ଖାଇଛି। ଆଉ ମଟର ଖାଇନୁ ଆଉ ସିଆଡେ କୁଆଡେ ହନଉଛୁ ମୁଁ ତତେ ଇଆଡେ ପଚାରୁଛି ହଁ ତୁ ସିଆଡେ କୁଆଡେ ହନଉଛୁ ସିଆଡେ କୁଆଡେ ଯାଉଛୁ ଏଇଠି ଠିଆ ଗଧ ନବୁ ପରା ଆଉ ଗଧ ନବୁଟି ହଁ ଏଇପଟେ ଯିବୁ ଏଇପଟେ ବାଟ ଦେଇକି ତୋ ଅପା ଘରକୁ ସିଧା ସିଧା କହୁଛି ରାତି ଅଧରେ ମତେ ଗୋଟେ ଗଧ ଦିଅ ଆଉ ପୁଣି ଦି ଗୋଡିଆ ଦି ଗୋଡିଆ। ଆ ସଂସାରରେ ଯୋଉ କଥା ନାହିଁ ସେଇ କଥା କହୁଛି ଘରକୁ ଯିବୁ ଆଉ ତୁ ଘରକୁ ଗଲେ ମୁଁ ତତେ ଭିଡିକି ଆଣିବି ଯେମିତି ଆଉ ମଲର ମାଲ ତତେ ମୁଁ ଯଦି ଛାଡିଦେବି ମୁଁ କେମିତି ବଞ୍ଚିବି କହିଲୁ ତାହେଲେ ମତେ ଗଧ ଦିଅ ମୁଁ ଦାଣ୍ଡ ସଫା କରିବି। ଶାନ୍ତେ ଗଧ ଦିଅନ୍ତୁ ହଁ ଦିଅନ୍ତୁ ଆଉ ହଁ ଆରେ କହିଲେ କଣ? ଶୁଣୁ ଇଏ ଯୋଉ ଭଳିଆ ମେଘ ପବନ ହେଇଛି ଗଧ କଣ ଉଡି ଯାଇଛି ଆରେ ଗଛ ଗଛ ପତ୍ର ସବୁ ଭାଙ୍ଗିକି ଆଉ ଗଧ ଗୋଟିଏ ନାହାନ୍ତି। ତାଙ୍କ ଗାଁକୁ ପଳେଇଲେ ହଁ ବର୍ତ୍ତମାନ ସିଏ ପୁଣି କହୁଛି 2 ଗୋଡିଆ ଗଧ। ହଁ 2 ଗୋଡିଆ ଗଧ କୋଉଠି ଅଛନ୍ତି ଦୁନିଆରେ? ସଂସାରରେ ନାହିଁ ପୁରା କିନ୍ତୁ ଅଛି। କୋଉଠି ଅଛି ଆରେ 2 ଗୋଡିଆ ଗଧ ଏଇଠି ଅଛି। କୋଉଠି କାହିଁ ଯେ ମତେ ତ କାହିଁ ଦେଖା ଯାଉ ଆରେ ଏ 2 ଗୋଡିଆ ଗଧ ହଉଛୁ ତୁ ନିଜେ। କଣ କହିଲେ ଆରେ ତୁ ଗଧ ଠାରୁ ଆହୁରି ନିହାତି ହିଁ ଦେଖା ଯାଉଛୁ। ଆରେ ମୁଁ ଗଧ ବେଳେ ଦେଖା ଯାଉଛି ଆରେ ତୁ ଯଦି କହୁଛୁ ତ ଖରାପ ଲାଗୁଛି ଏ କଥା ତୋ ସ୍ତ୍ରୀ କି ପଚାରୁନୁ। ସିଏ ମନା କରିବ ଯଦି ସିଏ ତୋ ସ୍ତ୍ରୀ ମନା କରିବ ତାହେଲେ ତୁ ଦାଣ୍ଡ ସଫା କରିବୁ ନାହିଁ। ନା ଆଉ ଯଦି ରାଜି ହେଇଗଲା ସଫା କରିବି ପଚାରେ ସାଙ୍ଗେ ସାଙ୍ଗେ ଏବେ ପଚାରେ। ହ୍ୟାଲୋ ମନୋରମା ହଁ ଶାନ୍ତ କଲେ କଣ ମୁଁ ଗଧ ହେଲେ ତୁ ଗୋଟେ ବହୁତ ଉପକୃତ ହବୁ ମୁଁ ସେଇଥିପାଇଁ କହିଲି ମୋର 2 ଗୋଡିଆ ଗଧ ଦରକାର। ତମେ ଗଧ ହେଲେ ମୁଁ ଦାଣ୍ଡ ସଫା କରିବାକୁ ରାଜି। ଭଗବାନେ ତୋରି ଭଳିଆ ମାଇକିନା ଯଦି ଗଣ୍ଡେ ଥିବେ ସେ ତ ଗାଁ ତ ଖାଲି ଉଠିବ ଆଉ ପଡିବ ଆଉ କି ରାଗ ଝରି ପଡୁଛି ହୟ ଶାନ୍ତେ ତମେ ତାହେଲେ ମୋ ସ୍ତ୍ରୀ କି ପ୍ଲାନ ହେଇ ଦେଇଛ ମୁଁ କାଇଁ ତୋ ସ୍ତ୍ରୀ ପ୍ଲାନ ନା ଆପଣ କେମିତି କହୁ କହୁ ମୋ ସ୍ତ୍ରୀ ପୁରା ରାଜି ହେଇଗଲା ଆପଣ ଆରେ ତୁ କଥାରେ। ଗଧ ଭଳିଆ ଦେଖା ଯାଉଛୁ ସେ ରାଜି ହବ। ଓହୋ କଣ କରିବା ଖାଲି କେବଳ ଠାକୁରଙ୍କ କଥା କହିଲେ ବୋଲି ମୁଁ ସଫା କରିବି ନହେଲେ ମୁଁ ପଳେଇଥାନ୍ତି। ନା ସେଇ କଥା କଣ ଏଇନା ଗଲେ କେତେ ମତେ ସ୍ତ୍ରୀ ମିଳିବ ଆଉ ଏ ସ୍ତ୍ରୀ କି ସାଙ୍ଗେ ସାଙ୍ଗେ ଛାଡି ଦେଇଥାନ୍ତି। ଆଚ୍ଛା ଆଚ୍ଛା କଣ କରିବା ରାତି କଥା ନା ଚଳେଇ ଦବା ହଁ ହଁ ଅନ୍ଧାରେ କେହି ଦେଖିପାରିବେନି ମୋ ମୁହଁ। ହଁ ପତି ପତ୍ନୀ ମେଳ ହେଲେ ଦାଣ୍ଡ ସଫା କରି ବିଦାୟ ନେଲେ ଶ୍ରୀରାମେଶ୍ୱରଙ୍କୁ ଭାବିଣ ମନରେ ଗୃହକୁ ସେ ଚଳି ଗଲେ ସବାଜନେ ଦୋଷର ଧରିବ ମନେ ମନୋରମା ବହୁତ ଡେରି ହେଇଗଲା ମୁଁ ଗଧ ହଉଛି ତୁ ମୋ ପିଠିରେ ବସିକି ଜଲ୍ଦି ଟିକେ ଦାଣ୍ଡ ସଫା କରିକି ଆହାରି। हेलो हेलो हेलो